आज आम सका खाଇବା ହେଇଥିଲା ପିଠା ଆଉ ଗୁଡ଼ ଆଉ ଶିମ୍ବ ତରକାରୀ ସମସ୍ତେ ମିଶିକି ଖାଇଦେଲେ ଯେହେତୁ ସମସ୍ତେ ଆଜି ଛୁଆମାନେ ବି ଅଛନ୍ତି। ତାପରେ ଏଠି ମୁଁ ଡାଲି ଛୁଙ୍କ ପକାଇବା ପାଇଁ ଆସିଗଲା ଡାଲି ଛୁଙ୍କ ପକାଉ ଦେଖ କେମିତି ଅବସ୍ଥା ଖରାପ ପୁରା ଗ୍ୟାସ୍ ସବୁଆଡ଼େ ଛିଟିକି ପୁରା ଛିଟା ମାରିଦେଲା ଆଉ ଡାଲି ବି ବହୁତ ବଢ଼ିଆ ଛୁଙ୍କ ପଡ଼ିଗଲା। ତାପରେ ଆମେ ଆସିଗଲେ ଛାତ ଉପରେ ଖାଇବା ପାଇଁ କାହିଁକି ନା ଆଜି ଖରା କାଟୁଥିଲା ମାନେ ଶୀତ ବି ଲାଗୁଥିଲା ସେଥିପାଇଁ ଛାତ ଉପରେ ଖରା ହେଉଥିଲା ଆମେ ଆସିଗଲୁ ଛାତ ଉପରେ ଖାଇବା ପାଇଁ। ଏମିତି ତ ମଜାମସ୍ତି କରିକି ଆମେ ଛୁଆମାନେ ଏକାଠି ସବୁବେଳେ ଖାଉ। ତାପରେ ଏଇଟା ନା ମେନ୍ ପୁରା କାନ୍ଦିଆ ଝୋଳ ଆଉ ଦେଖିକି ଛୁଆମାନେ କହିଲେ ଆମେ ବି ଖାଇବୁ। ତାପରେ ଆସିଗଲୁ ଖାଇସାରିଲା ପରେ ଏଠି ଦୁଇ ପୁଣ୍ଡୁ କେମିତି ହେଉଛନ୍ତି ତାପରେ ସେମାନେ ମଜାମସ୍ତି କରୁଛନ୍ତି ଛାତ ଉପରେ। ତାପରେ ଆସିଗଲା ଆମେ ରିଧିକୁ ମୁଁ ଟିକେ ତଳେ ଶୋଇକି ତାପରେ ରିଧି ଆମେ କହିଲେ ମାମା ମୁଁ କିଛି ଭିଡ଼ିଓ ବନେଇବି ମାନେ ରିଲ୍ସ ତାପରେ ତାକୁ ପିନ୍ଧେଇକି ଟିକେ ରିଲ୍ସ ବନେଇ ଦେଉଥିଲି ତାର ଦେଖନ୍ତୁ କାହିଁକିନା ନାନୀ ଆଣିଦେଇଥିଲେ ସେ ରିଡ଼ିରୁ ଏଇ ଡ୍ରେସ୍ଟା ବହୁତ ବଢ଼ିଆ ଲାଗୁଥିଲା। ତାପରେ ସେ ପିନ୍ଧିଲେ ଜମା ନା ନୂଆ ଡ୍ରେସ୍ ଜମା ବି ଖୋଲିବନି। ତାପରେ ମୁଁ ଆସିଗଲି ତଳକୁ ଯେହେତୁ ଥଣ୍ଡା ବହୁତ ଜୋରରେ ହେଇଛି ତାପରେ ମୁଁ ଆସିଗଲି ଟିକେ ଚା ପିଇବା ପାଇଁ। ଆଉ ଚା ପିଇ ସାରିଲା ପରେ ଡଷ୍ଟବିନ୍ରୁ ବହୁତ ଅଳିଆ ଜମାଟ ହେଇକି ଥିଲା ତାକୁ ଟିକେ ମୂଲିଆ ନିଆଁ ଲଗାଇଥିଲା। ଫ୍ରେଣ୍ଡସ୍ ଯଦି ଭିଡ଼ିଓଟି ଭଲ ଲାଗିଛି ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍। ଜୟ ଜଗନ୍ନାଥ।